Art and society. Pankaj, now culture refers to the totality of the various kind of human activity, including economy, education, religion, science, and art, among which the most central is art. In other words, in other words, art is the essence of culture. ହେଲା କଣ କହିଛି ଏଟା ନା ସେ କହୁଛି କି ଗୋଟିଏ ସୋସାଇଟିର କଲଚର ଭିତରେ ସବୁ ପ୍ରକାରର କାମ ଆମର ଇନକ୍ଲୁଡ ହେଇକି ଥାଏ ହେଲା ଗୋଟେ ସୋସାଇଟିର କଲଚର ସବୁ ଯୋଉ ସବୁ ଅଛନ୍ତି ସଂସ୍କୃତି ସବୁ ରହିଛି ତାର ସବୁ ପ୍ରକାରର କାମ ଇନକ୍ଲୁଡ ହେଇକି ଥାଏ ଯେମିତିକି ଆମର ଇକୋନୋମିକ ହେଲା ଏଜୁକେସନ ହେଇଗଲା ରିଲିଜିଅନ ସାଇନ୍ସ ଆର୍ଟ ଏ ସବୁ ପ୍ରକାର କାମ ଆମର ସୋସାଇଟିର କଲଚର ଭିତରେ ସବୁ ଇନକ୍ଲୁଡ ଥାଏ ତ ଏ ସବୁ ମଧ୍ୟରୁ ଆର୍ଟ ହେଉଛି କଣ ଆମର ନା ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ କହିଲେ ଚଳେ କାହିଁକି ନା ବିକଜ ଆମର ଏହି ଆର୍ଟ ମାଧ୍ୟମରେ ହିଁ ଗୋଟେ କଲଚରର ବେସିକ ଫିଲୋସଫି ଏକ୍ସପ୍ରେସ କରିପାରନ୍ତି ଆମେ ହେଲା ଆମେ କହିପାରିବା କି କଲଚରର ଆତ୍ମା ହିଁ ହେଉଛି ଆର୍ଟ ତ ଆମେ ଆମ କଲଚରକୁ ରିପ୍ରେଜେଣ୍ଟ କରୁଛନ୍ତି କୋଉ ହିସାବରେ ଏମିତି ଆମେ କହୁଛନ୍ତି ଆମ କଲଚରରେ ହଉଛି କଣ ନା ହଉଛି ଅଛି ସବୁ ହଉଛି ପୂଜା ପର୍ବରେ କଣ ହୁଏ ନା ଆମେ ବହୁତ ବହୁତ ବଢିଆ ବଢିଆ ରଙ୍ଗୋଲି ସବୁ ପକେଇଥାନ୍ତି ଆମେ ସବୁ ବଢିଆ ବଢିଆ ଚିତ୍ର ସବୁ ଦୁର୍ଗା ପୂଜାର ଦୁର୍ଗାଙ୍କୁ ବଢିଆ ସେ ସଜେଇଥାନ୍ତି ରଙ୍ଗୋଲି ଭଲସେ ପକେଇଥାନ୍ତି ହେଲା ଆଉ ଦୀପ ସବୁ ଜଳେଇଥାନ୍ତି ଇଏ ହିଁ ତ ସବୁ ଗୋଟେ ଗୋଟେ ଆର୍ଟ ନା ଏଟାକୁ ସେଥିପାଇଁ ଆମେ କୁହାଯାଏ କଣ ନା ଆମ କଲଚରର ଆତ୍ମା ହିଁ ହେଉଛି ଗୋଟେ ଆର୍ଟ ବୋଲି କହିପାରିବା ଆମେ ହେଲା ତାପରେ କହିଲା the cultural world is in a state of rapid transformation due to technological innovation, urbanization, economic globalization, and an increasingly unpredictable socio-political landscape. କଣ ୟା ମାନେ ନା ଆଜିର ସମୟରେ କଲଚର ୱାର୍ଲଡ ଟା ବହୁତ ଫାଷ୍ଟ ଚେଞ୍ଜ ହଉଛି ହେଲା ତ ଆଣ୍ଡ ଆଉ କଣ ନା ଏହି ଚେଞ୍ଜ ପଛରେ ଆମର ବହୁତ ଫ୍ୟାକ୍ଟର ମଧ୍ୟ ଅଛି ଯେମିତି କି କଣ ନା ନୂଆ ଟେକ୍ନୋଲୋଜିର ଆବିଷ୍କାର ହବ ସହରୀକରଣ ଯୋଉଟା କି ଅର୍ବାନାଇଜେସନ ଇକୋନୋମିକ ଗ୍ଲୋବାଲାଇଜେସନ ଗୋଟେ ନିର୍ଦ୍ଦିଷ୍ଟ ଆଉ ଅସ୍ଥିର ରାଜନୈତିକ ସ୍ଥିତି ଏ ସବୁ ଜିନିଷ ଆମର ହଉଛି କଣ ନା ହଉଛି ଆମର ସହରୀକରଣ ଯୋଉ ହଉଛି ସେ ସବୁର ହଉଛି ଗୋଟେ ଗୋଟେ ଇଏ ଜିନିଷ ହେଲା ଚେଞ୍ଜ ହଉଛି ଆମର ସବୁ ବହୁତ ପ୍ରକାରର ଫ୍ୟାକ୍ଟର ଯୋଉଟା କି ଆମେ କହୁଛନ୍ତି ଟେକ୍ନୋଲୋଜିର ଆବିଷ୍କାର ଟେକ୍ନୋଲୋଜି ଦେଖ ଆଗରୁ ଏଆଇ ନଥିଲା ସେତିକି ହିସାବରେ ଲୋକମାନେ ଯୋଉ କାମ କରୁଥିଲେ ତାଙ୍କୁ ଲେଟ୍ ପ୍ରୋସେସ ହଉଥିଲା କିଛି ଗୋଟେ କରିବା ପାଇଁ କି କିଛି ଗୋଟେ ଇନୋଭେଟ କରିବା ପାଇଁ କି ଧର ଗୋଟେ ପିପିଟି ଆମେ ବନେଇଲେ ବି ଆମେ କଣ ବହୁତ ଜିନିଷ ଲେଖିବାକୁ ପଡୁଥିଲା ତାକୁ ଟାଇପ କରିକି ତାପରେ ପିକ୍ଚର ସବୁ ଖୋଜିକି ଏମିତି କରିବାକୁ ପଡୁଥିଲା ଏବେ କଣ କରୁଛୁ ନା ଡାଇରେକ୍ଟ ଏଆଇ କି କହୁଛୁ କି ଏଇ ଗୋଟେ ପ୍ରମ୍ପଟ ଦେଇ ଦଉଛୁ ଏଇ ବିଷୟରୁ ମତେ ଗୋଟେ ପିପିଟି ବନେଇକି ଦିଏ ସେ ପୁରା ଆଣିକି 2 ମିନିଟ ଲାଗୁନି ତାକୁ ଆଣିକି ଆମକୁ ଦେଇ ଦଉଛି ତ ବହୁତ ଆମର କଣ ନା ଚେଞ୍ଜ ହଉଛି ତାପରେ କହିଲା all facts of the art, practice, organization, leadership, societal relevance, and internationalization are factored by this transformation. ଏଇ ଆମର ଯୋଉ ରାପିଡ ଚେଞ୍ଜ ହଉଛି ସେ ରାପିଡ ଚେଞ୍ଜ ଦ୍ଵାରା ଆର୍ଟ ର ସବୁ ଦିଗ ଯେମିତି କି ପ୍ରାକ୍ଟିସ କଲା ମାନେ ଅଭ୍ୟାସ ଅର୍ଗାନାଇଜେସନ ର ଦିଗ ଯୋଉଟା କି ସଂଗଠନ ଲିଡରସିପ ଯୋଉଟା କି ଆମେ କହୁଛନ୍ତି କଣ ନା ନେତୃତ୍ୱ ହେଲା ସମାଜରେ ତାହାକୁ କଣ କରିଥାନ୍ତେ ନା ବେଶୀ ଇମ୍ପୋର୍ଟାଣ୍ଟ ଦେଇଥାନ୍ତେ ସୋସାଇଟାଲ ରିଲେଭାନ୍ସ କରିଥାନ୍ତେ ଆଉ କଣ ନା ବିଶ୍ୱ ମାନଚିତ୍ରରେ ତାହାର ସ୍ଥାନ ଆମର କଣ ନା ସବୁ କ୍ଷେତ୍ର ପ୍ରଭାବିତ ହେଉଛି ବୋଲି ଆମେ କହିପାରିବା ହେଲା ତାପରେ ଦେଲା the Art Society of India କଣ ଦେଇଛି ନା on April 7, 1918 nearly 60 artists gathered in Gandharva Mahavidyalaya in Mumbai with a common cause to inaugurate an organization which will promote Indian artists and Indian art and the Art Society of India was founded. ତ କଣ 1918 ଏପ୍ରିଲ 7 ତାରିଖରେ ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରେ ପ୍ରାୟ ଆମର କଣ ନା 60 ଜଣ ଆର୍ଟିଷ୍ଟ ମିଟିଂ କରିଥିଲେ
ଆଉ କଣ ହେଇଥିଲା ନା ସେମାନଙ୍କର ଗୋଟେ ଲକ୍ଷ୍ୟ ଥିଲା କି ଆମର ଇଣ୍ଡିଆନ ଆର୍ଟ ଆଉ ଆର୍ଟିଷ୍ଟ ମାନଙ୍କ ପାଇଁ ଗୋଟେ ଅର୍ଗାନାଇଜେସନ କ୍ରିଏଟ କରିବା ହେଲା। ଆଣ୍ଡ ସେଇ ଦିନ ହିଁ ଆମର ଦ ଆର୍ଟ ସୋସାଇଟି ଅଫ ଇଣ୍ଡିଆର ସ୍ଥାପନ ମଧ୍ୟ ହୋଇଥିଲା। ତାପରେ କହିଲା କଣ ନା the Art Society of India began with objects designed to bring the artist community together and to promote its many-sided process and to promote Indian artists and Indian art। ତ କଣ କହିଛି ଏହି ଅର୍ଗାନାଇଜେସନ ର କିଛିଟା ଅବଜେକ୍ଟିଭ ଥିଲା ଯେମିତି କି କଣ ନା ସମସ୍ତ ଆର୍ଟିଷ୍ଟ ମାନେ ଏକାଠି ହୋଇପାରିବେ, ସେମାନଙ୍କର ସବୁ ଦିଗରେ ସେମାନେ ଡେଭଲପମେଣ୍ଟ ସାହାଯ୍ୟ ମିଳିପାରିବ। ଭାରତୀୟ ଆର୍ଟ ଆଉ ଆର୍ଟିଷ୍ଟ ମାନେ କଣ ନା ଏନକରେଜ ହେବେ, ଆହୁରି ମଧ୍ୟ କାମ କରିବେ। ଆଉ ଯେତେ କାମ କରିବେ ଆମ ଦେଶ କଣ ସେତେ ସମୃଦ୍ଧଶାଳୀ ହେବାକୁ ଲାଗିବ। ତାପରେ କଣ କହିଛି ନା every year the society organize annual all India art exhibition where selected works of artists from all over India are exhibited। ତ କଣ କହିଛି ନା ପ୍ରତିବର୍ଷ ଏଇ ଯୋଉ ଅର୍ଗାନାଇଜେସନ ଗୋଟେ ଅଛି ଆନୁଆଲ ଅଲ ଇଣ୍ଡିଆ ଆର୍ଟ ଏକ୍ସିବିସନ ଅର୍ଗାନାଇଜ ସବୁବେଳେ କରିଥାଏ ହେଲା ସେ ଅର୍ଗାନାଇଜେସନ ଟାକୁ। ତ ଯେଉଁଠାରେ ଭାରତର ବହୁତ ସାରା ଆର୍ଟିଷ୍ଟ ମାନଙ୍କ ବଛା ଯାଇଥିବା ଶିଳ୍ପ କୃତି ଗୁଡିକୁ ପ୍ରଦର୍ଶନ କରାଯାଏ ହେଲା। ଯୋଉ ଯୋଉ ବହୁତ ଭଲ ଭଲ ଆର୍ଟିଷ୍ଟ ମାନେ ଅଛନ୍ତି ତାଙ୍କର ଶିଳ୍ପ କୃତି ଗୁଡିକ ପ୍ରଦର୍ଶନ କରାଯାଇଥାଏ। ବାକି କଣ ପାଇଁ କରୁଛୁ ହେଲା। ଏଇଟା ହେଲା। ତାପରେ କଣ ନା ଦ ରୋଲ ଅଫ ଆର୍ଟ ଇନ ସୋସାଇଟି, ଦ ରୋଲ ଅଫ ଆର୍ଟ ଇନ ସୋସାଇଟି କଣ କହିଛି ନା ଆର୍ଟ କ୍ୟାନ ଫଙ୍କସନ ଟୁ ରିଫ୍ରେଶ ପିପୁଲ ଆଣ୍ଡ ରିମାଇଣ୍ଡ ପିପୁଲ ଅଫ ବେଟର ଥିଙ୍ଗସ ଅର ଟ୍ରାନ୍ସଡେଣ୍ଟ ରିଆଲିଟିଜ। ତ କଣ କହିଲା ଏଟା କହିଛି କି ଆର୍ଟ ଲୋକଙ୍କୁ କଣ କରିଥାଏ ନା ଏଣ୍ଟରଟେନମେଣ୍ଟ ଦେଇପାରେ, ମନ ଶାନ୍ତ କରିପାରେ, ସେମାନଙ୍କୁ ଭଲ ଜିନିଷ ବା ଉଚ୍ଚ ଧାରଣା ବିଷୟରେ ମଧ୍ୟ ଜଣାଇବାରେ ସାହାଯ୍ୟ କରାଇପାରେ। ଯେମିତି କି ଆମେ ଧର କିଛି ଗୋଟେ ମନ ଦୁଃଖରେ ଅଛନ୍ତି, ହଠାତ୍ କଣ କରୁଛନ୍ତି ଆମେ ଧର କିଛି ଗୋଟେ ଦେଖି ଦଉଛନ୍ତି ସୁନ୍ଦର ଜାଗାଟେ ଦେଖି ଦଉଛନ୍ତି, ତା ମାନେ ସେ ଯୋଉ ଆମ ଇଣ୍ଡିଆର ଯୋଉ କଳା ସବୁ ରହିଛି, ନୃତ୍ୟ କଳା ହେଇଯାଉ କିଛି ଗୋଟେ ଡ୍ରଇଂ ରହି ହେଇଯାଉ, ସେ ସବୁ ଦେଖିଲା ବେଳକୁ ଆମକୁ କେତେ ଯେ ସୁନ୍ଦର ଲାଗୁଛି ଆମେ ସବୁ ଦୁଃଖକୁ ଭୁଲି ଯାଉଛନ୍ତି। ତ ସେଟା କଣ ଆମ ମନକୁ କଣ କରିଥାଏ ଏଟା ଶାନ୍ତ ବି କରିଦେଇଥାଏ, ମନୋରଞ୍ଜନ ମଧ୍ୟ ଆମକୁ ଦେଇଥାଏ ହେଲା। ଆଉ ହଉଛି ଆମେ ବହୁତ ଜିନିଷ ଜାଣି ବି ପାରନ୍ତି ଯେମିତି କି ସମସ୍ତେ ସବୁ ରିଲସ ମାଧ୍ୟମରେ ଆମକୁ ଜଣଉଛନ୍ତି, ୟୁଟ୍ୟୁବ ମାଧ୍ୟମରେ ବି କି ହଁ ଏଇଟା ଠିକ କଥା ଏଇଟା ଭୁଲ କଥା ଏମିତି ଏଇଟା କରିବା ଦରକାର ଏଇଟା ଏମିତି ନ କରିବା ଦରକାର ନାହିଁ। ତ ସବୁ ଜିନିଷ ଆମେ ଜାଣିବାକୁ ମଧ୍ୟ ପାଉଛନ୍ତି ଆମର ଆର୍ଟ ବିଷୟରେ, ଆର୍ଟ ମାଧ୍ୟମରେ ହେଲା। ତାପରେ କହିଲା ଟୁ ରେ art can be used to reinforce values and even bring people together। ତ କଣ ଆର୍ଟ ଦ୍ଵାରା ଲୋକଙ୍କ ମଧ୍ୟରେ ଭଲ ଭ୍ୟାଲୁଜ ଡେଭଲପ କରିପାରିବା ଆମେ, ଆଉ ଏଇ ଲୋକମାନଙ୍କୁ ଆମେ ୟୁନିଟି ମଧ୍ୟ କରିକି ରଖିପାରିବା। ଥ୍ରୀରେ କହିଛି କଣ ନା ଆର୍ଟ ହାଜ ମେନି ଡିଫରେଣ୍ଟ ଫଙ୍କସନ୍ସ ଇନ ସୋସାଇଟି ଟୁ ଚ୍ୟାଲେଞ୍ଜ ପିପଲ। ତ କଣ କହିଲା ନା ଆର୍ଟ ସମାଜରେ ବହୁତ ମାନେ ଅନେକ ପ୍ରକାରର କାମ କରିଥାଏ, କେବଳ ସୁନ୍ଦରତା କହିବା ତାହା ନୁହେଁ, ଏହା ଲୋକମାନଙ୍କୁ ନୂତନ ଧାରଣା ବିଭାଗକୁ ନୂତନ ଧାରଣା ଭାବିବାକୁ ଆମର କଣ କରିଥାଏ ନା ବାଧ୍ୟ କରିଥାଏ, ଆଉ ଚିନ୍ତା କରିବାକୁ ମଧ୍ୟ ମୋଟିଭେସନ ଫିଲ୍ ଦେଇଥାଏ ହେଲା। ବହୁତ ଜିନିଷ ଆମେ ଭାବିଥାଉ ଭାବି କରିପାରିବା, ଆଉ କିଛି ଗୋଟେ ନୂଆ ନୂଆ ଧାରଣା ମଧ୍ୟ ଆମେ ମନକୁ ଆଣିପାରିବା। ଯଦି କୌଣସି ପ୍ରକାର ଆର୍ଟ କରୁଛନ୍ତି ଆମେ ଜାଣିପାରିବା କି ଏଇ ଆର୍ଟ ରେ ଏଇ ଏମିତି କଲର ଦେଲେ କି ଏଇଟା କିଛି ଜିନିଷ ଆଡ କଲେ ଏଇଟା ଭଲ ଲାଗିବ ବୋଲି, ତ ଏସବୁ କରିପାରିବା। ତାପରେ 4 ନମ୍ବର ପଏଣ୍ଟରେ କହିଲା କଣ ନା one constant is that as this change happen the art have always been that to expose who we are within current context। ତ କଣ ନା ସମୟ ସହିତ ବହୁତ ଜିନିଷ ବଦଳିଯାଏ, ଆଉ କଣ ନା ଏଇ ଆର୍ଟ ସବୁ ସମୟରେ ଆମର ଥାଏ। ଆର୍ଟ ଆମକୁ ଜଣାଏ କି ଆମେ କିଏ ସେ, ବର୍ତ୍ତମାନ ସମୟରେ ଆମର ରିଏଲ ଇମେଜ କଣ, ଆମର କର୍ତ୍ତବ୍ୟ କଣ, ଏ ସବୁ ଯାକ ଆମକୁ କିଏ ଜଣାଏ ନା ଆର୍ଟ ଜଣାଏ।
ହେଲା ତାପରେ କହିଛି making the world more beautiful is a glorious and vital part of our art but its soul is so much more ତ କଣ ନା ହଉଛି ଆର୍ଟ ଦ୍ଵାରା ଦୁନିଆକୁ ଅଧିକ ସୁନ୍ଦର କରିବା ହେଉଛି କଣ ନା ଆମ ସବୁଠାରୁ ଇମ୍ପୋର୍ଟାଣ୍ଟ ଅବଜେକ୍ଟିଭ କିନ୍ତୁ ଆମର କଣ ନା ଏହି ଆର୍ଟ ର ଆତ୍ମା କେବଳ ସୁନ୍ଦରତାକୁ ଯେ କରିବ ତାହା ତ ନୁହେଁ ନା ଏଥିରେ ଆହୁରି ବି ଡିପ୍ ମିନିଂ ଅଛି ଯାହାକୁ କି ଆମେ କଣ କହନ୍ତି ନା ଏସ୍ଥେଟିକ୍ ଦ୍ୱାରା ଆମେ ବୁଝିପାରନ୍ତି ଖାଲି ଯେ ସୁନ୍ଦରକୁ ଇମ୍ପୋର୍ଟାଣ୍ଟ ଅବଜେକ୍ଟ କୁ ଦେଖିଦେଇକି ସୁନ୍ଦରତା କହିଦବା ସେଟା ନୁହେଁ ତାର ଭିତରେ ଯୋଉ ମିନିଂ ଅଛି ଏସ୍ଥେଟିକ୍ ମିନିଂ ବହୁତ ସୁନ୍ଦର କାହିଁକି ସୁନ୍ଦର ହେଇଛି ଏଟା କଣ କଣ ସବୁ କେମିତି ବନା ଯାଇଛି ଏଇଟା ହେଲା ଏସ୍ଥେଟିକ୍ ଫିଲିଂ ତାପରେ the highest role of art is a means to discover and manifest our greatest potential as individual and as a society ଆର୍ଟ ର ସବୁଠୁ ବଡ ଭୂମିକା ହେଉଛି କଣ ନା ଏହା ଦ୍ଵାରା ଆମେ ନିଜର ଆଉ ସମାଜ ସବୁଠୁ ହାଏଷ୍ଟ ଆବିଲିଟି ଖୋଜି ପାରିଥାନ୍ତି ଏବଂ ଆଉ କଣ ନା ଜାଣିପାରନ୍ତି କି ଆମ ସୋସାଇଟିରେ ମାନେ ଗୋଟେ ଇଣ୍ଡିଭିଜୁଆଲ ହିସାବରେ ଜଣେ କଣ କରିପାରିବ ଆଉ କଣ ନ କରିପାରିବ ଏସବୁ ଜିନିଷ ମଧ୍ୟ ଆମେ ଜାଣିପାରିଥାନ୍ତେ ବୁଝି ହଉଛି ବୁଝି ହଉଛି ଟି ଭଏସ କ୍ଲିୟର ଏବେ ଅଛି ଆଜ୍ଞା ମ୍ୟାମ୍। ଆଜ୍ଞା Yes, ହଁ madam. ୟେସ୍ ଓକେ ମ୍ୟାମ୍। ତାପରେ କହିଲା ଆର୍ଟ ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଆର୍ଟ ଆଉ ଆର୍ଟ ରେ ଆମର ହ୍ୟୁମାନ ଡେଭଲପମେଣ୍ଟ କେମିତି ହଉଛି କଣ ନାହିଁ ଏଗୁଡାକ ବି ଦେଖିବା ତାପରେ କହିଲା ହ୍ୟୁମାନ ଡେଭଲପମେଣ୍ଟ describes a complex web of factors affecting the health and well-being of individuals across the lifespan କଣ କହିଛି ନା ହ୍ୟୁମାନ ଡେଭଲପମେଣ୍ଟ ହଉଛି ଆମର କଣ ନା ଗୋଟେ କମ୍ପ୍ଲେକ୍ସ ପ୍ରୋସେସ ହେଲା କମ୍ପ୍ଲେକ୍ସ ପ୍ରୋସେସ ସବୁ ଜିନିଷ ସେଥିରେ ଆଡ୍ ଅଛି ଆଣ୍ଡ ସେଥିରେ ଏମିତି ସବୁ ଫ୍ୟାକ୍ଟର ସବୁ ଥାଏ ଯାହା କଣ ନା ଗୋଟେ ଇଣ୍ଡିଭିଜୁଆଲ ର ଲାଇଫ ରେ ତାର ହେଲ୍ଥ ଏବଂ ୱେଲବିଙ୍ଗ କୁ ସବୁବେଳେ ଆଫେକ୍ଟ କରେ ତାର ଆଫେକ୍ଟ କରିବ ତାର କେମିତି ସେ ରହୁଛି କେମିତି ଖାଦ୍ୟ ରଖୁଛି ତାର ହେଲ୍ଥ କୁ ହେଲା ସବୁ ଜିନିଷକୁ ଆଫେକ୍ଟ କରିଥାଏ ଆମର ଆଉ ହଉଛି ତାପରେ କଣ କହିଲେ ନା ଟୁଗେଦର ଦିସ୍ ଫ୍ୟାକ୍ଟର ill cognitive and behavioral outcomes that can shape the social and economic circumstances of individuals, their level of creativity and productivity, and overall quality of life. କଣ ୟା ମାନେ ନା ଏଇ ଯୋଉ ଡେଭଲପମେଣ୍ଟ ରେ ଆମର ମଣିଷର ଚିନ୍ତା କରିବାର ଆବିଲିଟି ଯୋଉଟା କି କଗ୍ନିଟିଭ ବୋଲି କୁହାଯାଇଛି ଚିନ୍ତା କରିବାର ଆବିଲିଟି ବ୍ୟବହାର ଆଉ ଜୀବନ ଧାରା ଉପରେ ପ୍ରଭାବ ପକେଇଥାଏ ସେପଟେ ମାନେ ଆମେ କେମିତି ଚିନ୍ତା କରୁଛୁ କେମିତି କଥା ହଉଛୁ କେମିତି ଲୋକଙ୍କ ସହ ମିଶୁଛୁ ସେ ସବୁ କଥା ହିଁ କଣ ଉନ୍ନତି ଉପରେ ହିଁ ଆମର ନିର୍ଭର କରିଥାଏ ହେଲା ଡେଭଲପମେଣ୍ଟ ଉପରେ ହିଁ ନିର୍ଭର କରିଥାଏ ତାପରେ କହିଛି the arts are ideally suited to promote this integrated approach କଣ ନା ଆର୍ଟ ହ୍ୟୁମାନ ଡେଭଲପମେଣ୍ଟ ରେ ବହୁତ ହେଲ୍ପ କରେ ଯେମିତି କି ଗୀତ ଚିତ୍ର ନାଟକ ଏସବୁ ମନ ଖୁସି କରିଥାଏ ଏବଂ ବହୁତ କିଛି ଶିଖିବାକୁ ମଧ୍ୟ ଆମକୁ ବାଧ୍ୟ କରିଥାଏ ହେଲା ବା ଆମକୁ ଶିଖିବା ପାଇଁ ବହୁତ କିଛି ମିଳିଥାଏ in study after study art participation and art education have been associated with improved cognitive social and behavioral outcomes in individuals across the lifespan ତ ବହୁତ ଷ୍ଟଡିଜ ରେ ଆମର ଦେଖାଯାଇଛି ଯେ କି ଆର୍ଟ ଏଜୁକେସନ ନେଲେ ବା ଆର୍ଟ ର ପାର୍ଟିସିପେଟ କଲେ ଛୁଆ ଠାରୁ ବୁଢା ଯାଏ ସବୁ ଲୋକ କଣ ନା ସମସ୍ତଙ୍କର ମନ ତାଙ୍କର ବିହେଭିୟର ତାଙ୍କର ରିଲେସନସିପ ସବୁ ଭଲ ହୁଏ ତାଙ୍କୁ ଭଲ ଲାଗେ ମାନେ ଖାଲି ଯେ ଆମେ କହିବା କି ପିଲାମାନେ ଏଠି ଉପଭୋଗ କରୁଛନ୍ତି ତାହା ନୁହେଁ କେବେ ବି ଯୋଉମାନେ ଆର୍ଟ ସହିତ ଯୋଡି ହୁଅନ୍ତି ବା ଯାହାକୁ ଆର୍ଟ ଭଲ ଲାଗେ ସେମାନଙ୍କ ମଧ୍ୟରେ ମଧ୍ୟ କଣ ନା ତାଙ୍କର ଉନ୍ନତି ଘଟିଥାଏ ହେଲା ଡେଭଲପ ହେଇଥାଏ ତାଙ୍କର ତାପରେ କହିଛି କଣ ନା ନ୍ୟୁରୋ ସାଇନ୍ସ ରିସର୍ଚ୍ଚ showing strong connections between art learning and improved cognitive development ତ କଣ କହୁଛି ନା ବ୍ରେନ ଆଉ ବ୍ରେନ ଯୋଉଟା କି ବ୍ରେନ ବିଜ୍ଞାନ ଯୋଉଟା କି ସାଇନ୍ସ ହେଲା ବ୍ରେନ ସାଇନ୍ସ ରେ ଆମର ଷ୍ଟଡି ଦ୍ଵାରା ଦେଖାଯାଇଛି ଯେ କି ଆର୍ଟ ଏଜୁକେସନ ହଉଛି ମାନସିକ ବିକାଶ ମେଣ୍ଟାଲ ଡେଭଲପମେଣ୍ଟ ମଧ୍ୟରେ କଣ ଗଭୀର ସମ୍ପର୍କ ରହିଅଛି
ହେଲା। ତାପରେ କହିଛି ନା small comparison group studies revealing the art contribution of school readiness in early childhood। ତ ଏହା ମାନେ କଣ କିଛିଟା ହଁ କିଛିଟା ଷ୍ଟଡି ଶୋ କରେ ଯେ କଣ ନା ଛୁଆ ମାନେ ଆର୍ଟରେ ପାର୍ଟ ନେଲେ ସେମାନେ ଶିକ୍ଷା ଆରମ୍ଭ ପାଇଁ ଆହୁରି ଉପଯୁକ୍ତ ହୁଅନ୍ତି। ଆଉ ଏଇଟା ବି ସତ କଥା। ଗୋଟେ ଛୁଆଟି ଦେଖିବ ଯୋଉଦିନ ତାର ଚିତ୍ର ଅଙ୍କନ ଯୋଉଦିନ ଥିବ ମାନେ ସେଦିନ ପରୀକ୍ଷା ସେ ପୁରା ଖୁସି। ମୁଁ ଯାଉଛି ଚିତ୍ର ଅଙ୍କନ ଅଛି ଯାଇକି ବଢିଆ ବଢିଆ ଆଙ୍କିଦେବି ହେଲା। ତ ସେଟା ହଉଛି ଆମକୁ କଣ ନା ଇଣ୍ଟରେଷ୍ଟ ବଢେଇଥାଏ ପିଲାମାନଙ୍କୁ ଆଗକୁ ବଢିବା ପାଇଁ। The longitudinal data analysis demonstrating positive academic and social outcomes for at-risk teenagers who receive art education। ଗୋଟେ ଲମ୍ବା ଟାଇମ ପିରିୟଡରେ ଷ୍ଟଡି ଦ୍ୱାରା ହିଁ ଆମେ ଦେଖିପାରିବା ଯେ ଯେଉଁ ଟିନେଜର ମାନେ ଲାଇଫରେ କୌଣସି ପ୍ରକାର ରିସ୍କରେ ଥିଲେ ଆର୍ଟ ଶିକ୍ଷା ନେଇଥିଲେ ସେମାନଙ୍କର ଏକାଡେମିକ ଆଉ ସୋସିଆଲ ଆଉଟକମ ସୋସିଆଲ ହେଲା କଣ କହିଲି ହଁ ଯୋଉ ଟିନେଜର ମାନେ ତାଙ୍କର ହଉଛି କଣ ନା ଲାଇଫରେ କିଛି ରିସ୍କରେ ନେଇଥିଲେ ହେଲା ରିସ୍କରେ ଥିଲେ ଆର୍ଟ ଏଜୁକେସନ ତାଙ୍କର ନେଇଥିଲେ ସେମାନଙ୍କର ଆକାଡେମିକ ଆଉ ସୋସିଆଲ ଆଉଟକମ ବହୁତ ହି ଭଲ ଆସିଛି। ମାନେ ଆମେ କହିପାରିବା କଣ ନା ଆର୍ଟ ଲାଇଫ ଉପରେ ଗୋଟେ ପଜିଟିଭ ଇମ୍ପାକ୍ଟ ପଡିଛି। ଆମେ ବେଳେ ବେଳେ ଭାବନ୍ତିନି କି ହଉଛି ହଉ ଦେଖିବା ନେଇଯିବା ନହେଲେ ଆଉ ଯାହା ହବା କଥା ହବ। ଯାହା ହବା କଥା ହବାଟା ବହୁତ ଭଲ ହୁଏ ହେଲା ଭଲ ହେଇଛି ମଧ୍ୟ ଏଇଟା କୁହାହଉଛି। ତାପରେ କଣ କହିଛି ନା ଏଇଥିରେ several studies reporting improvements in cognitive function and self-reported quality of life for older adults who engage in the art and creative activity compared to those who do not। ତ କଣ ନା ବହୁତ ଷ୍ଟଡିଜ କଣ ନା ବହୁତ ସାରା ଷ୍ଟଡିଜ ଆମକୁ ଏଟା ବି ଦେଖେଇଛି ଯେ କି ଯେଉଁ ଓଲ୍ଡ ଏଜରେ ଲୋକମାନେ ଆର୍ଟ କାର୍ଯ୍ୟ କରନ୍ତି ବା କ୍ରିଏଟିଭ ଜିନିଷରେ ପାର୍ଟ ନିଅନ୍ତି ସେମାନେ କଣ ସେମାନଙ୍କର ମେଣ୍ଟାଲ ହେଲ୍ଥ ଆଉ କ୍ୱାଲିଟି ଅଫ ଲାଇଫ ବହୁତ ହି ଭଲ ରହେ। କାହିଁକିନା ଆମେ ସବୁବେଳେ କଣ ଚାହାନ୍ତି ଯେତେ ବଡ ରୋଗ ହେଇଥାଉ ମନ ଯେତେ ଶାନ୍ତି ରହୁଛି ସବୁ ସୁସ୍ଥ ଖାଇବା ପତ୍ର କରୁଛ ଆରାମସେ ତମ ଦେହ ସବୁବେଳେ ଭଲ ରହିବ। ଆଉ ତମେ ଏତେ କଣ ହଉଛ ନା ହଉଛି ଖାଇବା ପତ୍ର ସେଇ ହିସାବରେ କରୁନାହଁ ମନ ସବୁବେଳେ ଅଶାନ୍ତି ରହୁଛି ସବୁବେଳେ ପ୍ରେସର ରହୁଛ ତାପରେ ଦେହ ସବୁବେଳେ ହିଁ ଆମର ଖରାପ ହଉଥାଏ ହେଲା। ତାପରେ ନା student behavior measured by numbers of suspension and discipline referrals improved in schools involved in an art integration initiative as did student attendance। ତ କଣ କହିଲା ନା ସେ କହୁଛି କି ଯେଉଁ ସ୍କୁଲରେ ଆର୍ଟ କୁ କରିକୁଲମରେ ଆଡ୍ କରାଯାଇଛି ସେଠାରେ ଷ୍ଟୁଡେଣ୍ଟଙ୍କର ଆଚରଣ ଭଲ ହୋଇଛି ଡିସିପ୍ଲିନ ମଧ୍ୟ ଆସିଛି ଆଉ ଆଟେଣ୍ଡାନ୍ସ ମଧ୍ୟ ଆମର କଣ ନା ବଢିଛି ବୋଲି ଆମେ କହିପାରିବା। କରିକୁଲମରେ ଚିତ୍ରାଙ୍କନ ଯେତେବେଳେ ଆମେ ଆଡ୍ କଲେ ସେତେବେଳେ କଣ ଯେତିକି ଆଡମିସନ ହବା କଥା ତାଠୁ ବି ଅଧିକ ଆଡମିସନ ହେଇଛି ଆଉ ପିଲାମାନେ ଇନଭଲ୍ଭ ମଧ୍ୟ ହେଇଛନ୍ତି ହେଲା। କହିଛି ଆଉ student involved in after school activities at art organization demonstrated greater use of complex language than their peers। ମାନେ ସ୍କୁଲ ସରିଲା ପରେ ଯୋଉ ପିଲାମାନେ ଆମର କଣ ନା ଆର୍ଟ ଆକ୍ଟିଭିଟିଜରେ ପାର୍ଟ ନେଇଥାନ୍ତି ସେମାନେ ଅଧିକ ଡେଭଲପ କରନ୍ତି ଆଣ୍ଡ ବେଟର ଲାଙ୍ଗୁଏଜ ୟୁଜ ମଧ୍ୟ କରିପାରନ୍ତି ଆଉ ତାଙ୍କ ସାଙ୍ଗସାଥିରେ ସେମାନଙ୍କର କଣ ନା କମ୍ପାରିଜନ ମଧ୍ୟ ହେଇଥାଏ ହେଲା। ତାପରେ କହିଲା ଡେଭଲପମେଣ୍ଟାଲ ବେନିଫିଟ ଅଫ ଆର୍ଟ। ଡେଭଲପମେଣ୍ଟାଲ ବେନିଫିଟ ଅଫ ଆର୍ଟରେ ଆମର ବହୁତ ସାରା ଅଛି ଜିନିଷ ମୋଟର ସ୍କିଲ ଲାଙ୍ଗୁଏଜ ଡେଭଲପମେଣ୍ଟ ଡିସିଜନ ମେକିଂ visual learning inventiveness ହେଲା cultural awareness improve academic ଏସବୁ ଜିନିଷ ଅଛି। ଫାର୍ଷ୍ଟ ଦେଖିବା ଡେଭଲପମେଣ୍ଟ ବେନିଫିଟ ଆର୍ଟ କଣ କେମିତି ବେନିଫିଟ ହଉଛି ଆମର ଆର୍ଟଟା ଫାର୍ଷ୍ଟ ହେଲା ମୋଟର ସ୍କିଲ କଣ ଦେଇଛି many of the motions involved in making art such as
holding a paint brush or scribbling with a crayon are essential to the growth of fine motor skills in young children. ଛୁଆମାନେ ଯେତେବେଳେ ଆମର କଣ ନା ପେନସିଲ ଧରି ଲେଖନ୍ତି, କ୍ରେୟନ ୟୁଜ କରନ୍ତି, ଡ୍ର କରନ୍ତି ବା ବ୍ରଶ ଦ୍ୱାରା ପେଣ୍ଟିଂ କରନ୍ତି, ସେସବୁ କାମରେ ହାତ ଆଉ ଆଙ୍ଗୁଠିର ଚଳଚଳ ଭଲ ହୋଇଥାଏ। ତମେ ଯେତେବେଳେ କଣ କରିବ, ବ୍ରଶ କରିବ, ହାତରେ ସୂକ୍ଷ୍ମ ଜିନିଷ ସବୁ ଧରିବ, ତମର obviously ତମର କଣ ହବ, ଫାଇନ ମୋଟରର ତମର ବିକାଶ କରେଇବ, ଯାହା କଣ ନା ଅନେକ ଜୀବନ କାମରେ ଆମକୁ ଦରକାର ପଡିବ ଆଗକୁ। ତାପରେ ଦୁଇରେ କହିଛନ୍ତି ଲାଙ୍ଗୁଏଜ ଡେଭଲପମେଣ୍ଟ, ମାନେ କଣ କଣ ତମର ଡେଭଲପମେଣ୍ଟ ହଉଛି ଆର୍ଟ ଦ୍ଵାରା, ହେଲା ଏଇ ଜିନିଷ। ତାପରେ ଲାଙ୍ଗୁଏଜ ଡେଭଲପମେଣ୍ଟ କହିଛି କଣ, ଲାଙ୍ଗୁଏଜ ଡେଭଲପମେଣ୍ଟ ନା for very young children making art or just talking about it provide opportunities to learn word for color, shapes and actions. By elementary school, students can use descriptive words to discuss their own creation or to work about what feeling are elicited when they see different style of artwork. ଛୁଆମାନେ ଆମର କଣ ନା ଆର୍ଟ କରିବା ବେଳେ ରଙ୍ଗ, ଆକୃତି ବା କିଛି ଆମର କଣ ନା କାମ କେମିତି ହେଇଛି ଏସବୁ ବିଷୟରେ କଣ ସବୁବେଳେ କଥାବାର୍ତ୍ତା ହୁଅନ୍ତି। ଆଉ କଥାବାର୍ତ୍ତା ହେବା ଦ୍ୱାରା ନୂଆ ଶବ୍ଦ ମଧ୍ୟ ବହୁତ ଜିନିଷ ଶିଖିଥାନ୍ତି। ତାପରେ ଆପଣ କହିବେ କି କ୍ରେୟନ୍ସ, ହେଲା, କଲରରେ ବହୁତ ପିଲା ଭାବିବେ କି ଆରେ କ୍ରେୟନ୍ସ କଣ, ୱାଟର କଲର କଣ, ହେଲା। ସବୁ ବିଷୟରେ ଆମେ କଣ କରିବା, ଯେତେବେଳେ କଥାବାର୍ତ୍ତା ହଉଥିବା ବହୁତ ନୂଆ ନୂଆ ୱାର୍ଡ ମଧ୍ୟ ଆମେ ଶିଖିପାରିବା। ଏହି ଭାବରେ ଆମର ସେମାନେ କଣ ନା ଭାଷା ଶିଖିଥାନ୍ତି, ଭାଷା ଶିଖିବାର ଉନ୍ନତି ମଧ୍ୟ ହୋଇଥାଏ। ଆଉ ବଡ ଛାତ୍ରଛାତ୍ରୀ ମାନେ କଣ ନା ହଉଛି ନିଜ କାମକୁ ନେଇକି ଡିସ୍କସନ କରିବା, ଅନ୍ୟମାନଙ୍କ କାମକୁ ବୁଝିବା, ଏସବୁ ମଧ୍ୟ ଶିଖି ପାରନ୍ତି, ହେଲା। ତାପରେ କହିଛି ଡିସିସନ ମେକିଂ କଣ ନା ଆର୍ଟ ଏଜୁକେସନ strengthens problem solving and critical thinking skills. The experiences of making decisions and choices in the course of creating art carries over into other part of life. କଣ କହିଲା ନା ହଉଛି ଆର୍ଟ କରିବା ବେଳେ ଆମେ ପିଲାମାନେ ବହୁତ ପ୍ରକାରର ଡିସିସନ ନେଇଥାନ୍ତି, ଯେମିତି କି କେଉଁ ରଙ୍ଗ ଦେବି, କଣ ଆଙ୍କିବି, କିପରି କରିବି, ଏ ସବୁକୁ ନେଇକି ବିଚାର କରିବାକୁ ଆମକୁ କଣ ନା ପଡିଥାଏ। ତ ଏହି ପ୍ରୋସେସରେ ଛୁଆ ନିଜେ ନିଜେ ଡିସିସନ ନେବ ଏବଂ ପ୍ରୋବ୍ଲେମ ନିଜେ ନିଜେ ସଲ୍ଭ କରିବ, ଶିଖାଯାଏ ଏସବୁ ଜିନିଷ, ଯାହା କଣ କରିବ ନା ଜୀବନର ଅନ୍ୟ କ୍ଷେତ୍ରରେ ମଧ୍ୟ ଆମକୁ ହେଲ୍ପ କରିବ, ହେଲା। ଏବେ ନ କଲେ ଆଗକୁ ବହୁତ ହେଲ୍ପ କରିବ। ତାପରେ ଭିଜୁଆଲ ଲର୍ଣ୍ଣିଂ, ହେଲା। ଭିଜୁଆଲ ଲର୍ଣ୍ଣିଂ କଣ କହିଛି, ଡ୍ରଇଂ, ସ୍କଲ୍ପଟିଂ with clay and threading କଣ ନା beads on string all develops visual potential skill which are more important than ever। କଣ କହିଲା ନା ever ଚିତ୍ର ଆଙ୍କିବା ଆମର କଣ ନା କାଦୁଅ ଦେଇକି ମୂର୍ତ୍ତି ତିଆରି କରିବା, ବିଡ୍ସରେ ମାଳ ପୁରେଇବା, ଏସବୁ କାମ ଛୁଆଙ୍କର ଦେଖିକି ବୁଝିବାର କ୍ଷମତା ଡେଭଲପ ଆମର ହେଇଥାଏ। ଆଉ ଏହି ସ୍କିଲ୍ ହଉଛି କଣ ନା ଆଜିର ଦିନରେ ବହୁତ ହି ଦରକାର, ଯୋଉଟା କି ଆମର ହଉ ନାହିଁ। ତାପରେ କଣ କହିଛି ନା inventiveness, କଣ ଥିଲା, when kids are encouraged to express themselves and take risk in creating art, they develop a sense of innovation that will be important in their adult life। କଣ ନା ହଉଛି ଯେତେବେଳେ ଛୁଆ ମାନେ ନିଜ ଭାବନା ଅନୁଯାୟୀ ଆର୍ଟ ୱାର୍କ କରିବାକୁ ଦିଆଯାଏ, ତାଙ୍କ ଭାବନା ହିସାବରେ ସେ କରିବେ ଦିଆଯାଏ, ସେମାନେ ନୂଆ ଧାରଣା ଆଉ ନୂଆ ଉପାୟ ଶିଖିଥାନ୍ତି, ହେଲା। ନୂଆ ଭାବରେ ସେ ହଉଛି କଣ କରିବେ ଭାବିଥାନ୍ତି, ନିଜ ଉପାୟକୁ ବାଛିଥାନ୍ତି, ଏମିତି ହୁଏ। ତ ଏହି ଧାରଣା ତାକୁ ଭବିଷ୍ୟତରେ କଣ ନା ଗୋଟେ ନୂଆ ଇନୋଭେସନ ଆଉ ଇନଭେନସନ କରିବାରେ ହେଲ୍ପ କରେ, ହେଲା ଆଗକୁ। ତାପରେ ହଉଛି କଲଚରାଲ ଆୱାରନେସ ରେ କଣ କହିଛି ନା ହଉଛି teaching children to recognize the choice an art or designer makes in portraying a subject helps
kid understand the concept that what they see may be someone. ତ କଣ ନା ହଉଛି ଇଣ୍ଟରପ୍ରିଟେସନ ଅଫ ability ରେ କଣ କହିଛି ନା ଯେତେବେଳେ ଛୁଆ ମାନେ ଗୋଟେ ଆର୍ଟିଷ୍ଟ ଆର୍ଟ ବା ତାର ଚଏସ ଅଫ ଆର୍ଟ କୁ ବୁଝିବାକୁ ଟ୍ରାଏ କରେ ହେଲା ଯେତେବେଳେ ଜାଣିବାକୁ ଟ୍ରାଏ କରେ ଛୁଆ ମାନେ ଶିଖନ୍ତି ଯେ ଗୋଟିଏ ଜିନିଷ ବହୁତ ଭିନ୍ନ ଭାବରେ ଦେଖାଯାଇପାରେ ହେଲା ଗୋଟେ ଜିନିଷ ବହୁତ ଭିନ୍ନ ଭାବରେ ଦେଖାଯାଇପାରେ ଏହା ସେମାନଙ୍କୁ କଣ କଲା ନା ଅନ୍ୟମାନଙ୍କ ଦୃଷ୍ଟିକୋଣ ବୁଝିବାକୁ ସାହାଯ୍ୟ କରିଥିଲା ତାପରେ କଣ କହିଲା ନା 7 ଲାଷ୍ଟ improved academic performance କଣ କହିଛି ଏଥିରେ ନା ଇଏ କହିଛି studies so that they had reached a correction for the correlation between art and other achievement and state that young people who participate regularly in the art are 4 times more likely to be recognized for academic achievement. ତ କଣ ବହୁତ ଷ୍ଟଡିଜ ଏଇଟାକୁ କଣ କରେ ନା ପ୍ରୁଭ କରେ ଯେ ଆର୍ଟ ଏଜୁକେସନ ଆଉ ଅନ୍ୟ ଆଚିଭମେଣ୍ଟ ଭିତରେ ଆମର ଷ୍ଟ୍ରଙ୍ଗ ରିଲେସନସିପ ଅଛି ଆର୍ଟ ଦ୍ଵାରା ଆମର କଣ ହୁଏ ପିଲାମାନଙ୍କର ଆକାଡେମିକ ଇମ୍ପ୍ରୁଭମେଣ୍ଟ ହୋଇଥାଏ ହେଲା ଆଉ କଣଟା ପଡିଥିଲା ନା ଆର୍ଟ ଫର ସେଲ୍ଫ ଏକ୍ସପ୍ରେସନ keen observation and sense of appreciation ଏଇଟା ଅଛି ଆମର ତାପରେ ହେଲା art for self expression first ଦେଖିବା art for self expression ତ କଣ କହିଲା ନା first କହିଛି self expression is the taking of an internal impulse a personal vision and through self awareness is putting it into external form ହେଲା external ହେଲା ତ କଣ କହିଲା art for self expression keen observation and sense of appreciation କଣ କହିଲା ନା self expression is the taking of an internal impulse a personal vision and through self awareness putting it into external form ତ କଣ କହିଛି ଦେଖିବା କଣ କହି ଦେଖିବା ନା ସେ କହୁଛି କି ଆମ ମନ ଭିତରେ ଥିବା କିଛି ବି ଭାବନା ହେଲା କିଛି ବି ଫିଲିଙ୍ଗ ଇଚ୍ଛା ହଉ ବା ଦୃଷ୍ଟିକୋଣ ସବୁ ସବୁ ଅଛି ଆମର ସେଥିରେ ଆମର ନିଜକୁ ବୁଝିକି ତାକୁ କଥା ତାଙ୍କ ଚିତ୍ର ଗୀତ ନାଟକ ଏସବୁ ଭଳି ରୂପରେ ବାହାରକୁ ଆଣିବା ହିଁ ଆମର କଣ ନା ସେଲ୍ଫ ଏକ୍ସପ୍ରେସନ ବୋଲି ଆମେ କହିଥାଉ ତାପରେ 2 ରେ କଣ ଦେଇଛି ନା ରାଇଟିଂ ଆକ୍ଟିଂ ପେଣ୍ଟିଂ ହେଲା ରାଇଟିଂ ଆକ୍ଟିଂ ପେଣ୍ଟିଂ ଡାନ୍ସିଂ sculpting film making singing these are the wings upon which article have flown from time immemorial ଲେଖା ନାଟକ ଚିତ୍ର ନୃତ୍ୟ ମୂର୍ତ୍ତି ତିଆରି ଫିଲ୍ମ ଗୀତ ଏହାକୁ ସେହି ମାନେ ଏଇ ସବୁ ହୋଇଛି ଆମର କଣ ନା ଆର୍ଟିଷ୍ଟର ଭାବକୁ ସୁନ୍ଦର ଭାବରେ ବାହାରକୁ ଆଣିବାର ଉପାୟ ଏହି ମାଧ୍ୟମରେ ହିଁ ଆମେ କଣ କରନ୍ତି ନା ଆର୍ଟିଷ୍ଟ ମାନେ ନିଜକୁ ଏକ୍ସପ୍ରେସ ମଧ୍ୟ କରିଥାନ୍ତି ତାପରେ କଣ କହିଲା ନା self expression and creativity are universal functions of the human experiences we are all creative and we all have the need to express ourselves ତ କଣ କହିଲା ନା ଦି ଲାଇନ ରେ ହିଁ ଖାଲି ମୁଁ ଏଇଟାର ବୁଝଉଛି ପ୍ରତ୍ୟେକ ମନୁଷ୍ୟରେ ଆମର କଣ ଭିତରେ ଆମର ଦୟା ଅଛି ଭାବନା ଅଛି ଚିନ୍ତାଧାରା ଅଛି ହେଲା ଅଛି ସବୁ ତ ଆମେ ସମସ୍ତେ କଣ ନା ନିଜ ଭାବନା ବାହାରକୁ ଆଣିବାକୁ ସବୁବେଳେ ଚାହିଁଥାନ୍ତି ତ ଏହି ମଣିଷ ଆମ ଜୀବନର ଗୋଟେ କଣ ନା ୟୁନିଭର୍ସାଲ ଇମ୍ପୋର୍ଟାଣ୍ଟ ପାର୍ଟ ହେଇକି ରହିପାରିବ ହେଲା ଏଇଟା ଆମେ କହିପାରିବା ତାପରେ 4 ନମ୍ବର ପଏଣ୍ଟ କଣ କହିଛି ନା ସେଲ୍ଫ ଏକ୍ସପ୍ରେସନ ଇଜ କ୍ରୁସିଆଲ ଫର ଦ ଡେଭଲପମେଣ୍ଟ ଅଫ ପିପଲ identity of personalhood and art as a subject lends itself very well to promoting that ତ ସେଲ୍ଫ ଏକ୍ସପ୍ରେସନ ଦ୍ଵାରା ଗୋଟେ ପିଲାର ପର୍ସନାଲିଟି ଡେଭଲପ କରିଥାଏ ଗୋଟେ ପିଲା ରିଏଲ ଆଇଡେଣ୍ଟିଟି ବାହାରକୁ ଆସିଥାଏ ଆଉ କଣ ନା ନିଜକୁ ଦୁନିଆ ଆଗରେ ଭଲସେ ଏକ୍ସପ୍ରେସ କରିବାରେ ସାହାଯ୍ୟ ମଧ୍ୟ କରାଇଥାଏ ହେଲା ତାପରେ 5 ନମ୍ବରରେ କହିଛି
When pupils feel like they can freely express themselves, they can they can then begin to explore their interest and strengths. This helps them think about who they are and who they want to grow up to be. ହେଲା ତ ଯେତେବେଳେ ଛୁଆମାନେ ଏହି ଅନୁଭୂତି କରନ୍ତି ଯେ ମୁଁ ମୋ ମନ କଥା ଖୋଲିକି କହିପାରିବେ, ସେମାନେ ନିଜର ଇଣ୍ଟରେଷ୍ଟ ଭିତରର ଷ୍ଟ୍ରେନ୍ଥ ବିଷୟରେ ଅଧିକ ଶିଖିପାରନ୍ତି। ଯେତେବେଳେ ଆମେ ସବୁବେଳେ ଦବିକି ରହିଯିବା ତାଙ୍କର ଇଣ୍ଟରେଷ୍ଟ କଣ ଷ୍ଟ୍ରେନ୍ଥ ଟା କଣ ସେ ଜାଣିପାରିବେନି। ତ ଏହା ତାଙ୍କୁ ଭାବିବାକୁ ମଧ୍ୟ ବାଧ୍ୟ କରାଏ କଣ ନା ନିଜ ବିଷୟରେ, ଯେମିତି କି ମୁଁ କିଏ, ମୁଁ ଜୀବନରେ ମୁଁ କଣ ହେବାକୁ ଚାହେଁ, ଏସବୁ ନିଜକୁ ସେ ପ୍ରଶ୍ନ କରନ୍ତୁ ଆଉ ସେ ନିଜେ ଜାଣନ୍ତୁ କି ସେ ସବୁ ମନୁଷ୍ୟ। ତାପରେ କହିଛି ଡୁ ଅର ଡୋଣ୍ଟ ହେଲା, ଡଜ ଅର ଡୋଣ୍ଟ କଣ ଦେଇଛି ଡୁ କହିଲେ ସେମାନେ କୋଉଗୁଡାକ କରିହବ କୋଉଟା ନ କରିହବ ସେଟା ଡୁ ଆଣ୍ଡ ଡୋଣ୍ଟ ଅଫ ଏନକରେଜିଂ ଅଫ ଏକ୍ସପ୍ରେସନ। ତ ଫର୍ଷ୍ଟ ଦେଇଛି without judgment and allow for mistakes। କଣ ନା mistakes are important for learning। if people are କଣ chastised for mistakes they will feel hesitant and constantly second guess their decision। ତ ଯେତେବେଳେ ଛୁଆ ମାନେ କିଛି ନୂଆ କରୁଛନ୍ତି ତେବେ ସେମାନେ ଭୁଲ କରିପାରନ୍ତି, ସେତେବେଳେ ଭୁଲ କରିପାରନ୍ତି। ଏହି ଧାରଣା ଆଉ ଦରକାର ମଧ୍ୟ ଯଦି ଆମେ ସେମାନଙ୍କୁ ଭୁଲ ପାଇଁ ବେଶୀ ଗାଳି ଦେବା ତେବେ ସେମାନେ ଡରିଯିବେ ଆଉ କିଛି କରିବାକୁ ଭୟ କରିବେ। ଏଥିପାଇଁ ଭଲକୁ ଶିକ୍ଷା ରୂପରେ ନେବା ଆଉ ଶିଖାଇବା ଦରକାର। ହେଲା, ଭଲକୁ କଣ କରିବା ନା ଶିକ୍ଷା ରୂପରେ ନବା ଆଉ ସେମାନଙ୍କୁ ଶିଖାଇବା। ଆଚ୍ଛା, ସେକେଣ୍ଡ କଣ କହିଛି, ସେକେଣ୍ଡ କହିଛି କି think wonder strategy asks the people to take a look at their classmates at work, think about where they are and ask questions। They will in turn make them reflect about their own work। ତ କଣ କହୁଛି ନା ସେ କହୁଛି କି ପ୍ରଥମେ ଛାତ୍ରମାନେ ଅନ୍ୟ ଛାତ୍ରଙ୍କର ଚିତ୍ର ବା ଆର୍ଟ ଦେଖନ୍ତୁ, ତାପରେ ଭାବନ୍ତୁ କି ଏହି ଆର୍ଟ ଦେଖାଯାଉଛି କଣ ଦେଖାଯାଉଛି, କିପରି କରିଛି, ଏଇ ଯୋଉ ଆର୍ଟ କିପରି କରିଛି। ହେଲା, ଏ ଆର୍ଟକୁ ଆମର କିପରି କରିଛି ଆଉ ଏ ଆର୍ଟକୁ କାହିଁକି ବି କରିଛି। ହେଲା, ଆର୍ଟକୁ କାହିଁକି ବି କରିଛି, ଏ ସବୁ ଜିନିଷରେ ଆମର କଣ ନା ହଉଛି ପ୍ରଶ୍ନ ଆସେ। ହେଲା, ଏସବୁ କେମିତି କରିଛି ଏସବୁ ଆମେ ଭାବନ୍ତି। ତ ହଉଛି କଣ ନା ଆର୍ଟରେ ଦେଖାଯାଉଛି ଆମର କଣ ଦେଖାଯାଉଛି, କିପରି କରିଛି, କାହିଁକି କରିଛି, ଏପରି ପଚାରିଲେ ସେମାନେ ନିଜ ଆର୍ଟ ଉପରେ ଅଧିକ ଚିନ୍ତା କରିବେ ଆଉ ଇମ୍ପ୍ରୁଭ ମଧ୍ୟ କରିପାରିବେ। ତାପରେ କହିଛି ask thought provoking questions। ask କଣ ask questions that make people think about why they created their work। This helps them understand their work and themselves better। ତ କଣ କହିଛି ନା ଏମିତି ପ୍ରଶ୍ନ କରନ୍ତୁ ଯାହାକି ଛୁଆଙ୍କୁ ଭାବିକା ମଧ୍ୟ କହିବେ ତୁମେ ଏଇ ଚିତ୍ର କାହିଁକି ତିଆରି କଲ, କଣ ଭାବିକି କରିଲ, କଣ ଅନୁଭବ କରୁଥିଲ। ଏପରି ପ୍ରଶ୍ନ ଦ୍ୱାରା ସେ ନିଜ ଚିନ୍ତା ଆଉ ଭାବନା ବିଷୟରେ ଅଧିକ କଣ ହେଇଥାନ୍ତି ନା ଶକ୍ତିଶାଳୀ ହେଇଥାନ୍ତି ଆଉ ଅଧିକ ଜାଣି ପାରିଥାନ୍ତି। ହେଲା, ତାପରେ କଣ ଦେଖିବା ତାପରେ ଯେ ଡୋଣ୍ଟ କଣ ଦେଇଛି surveillance, ଯୋଉଟା କି constantly being watched can sometimes reduce people risk taking and creative growth। କଣ ଯଦି ଛୁଆ ମାନେ ରିଅଲାଇଜ କରିବେ ଯେ ସେମାନେ ସବୁବେଳେ କଣ୍ଟ୍ରୋଲରେ ଥାନ୍ତି, କଣ୍ଟ୍ରୋଲରେ ଅଛନ୍ତି, ବା କିଏ ଗୋଟେ ସବୁବେଳେ ତାଙ୍କ ଆକ୍ଟିଭିଟିକୁ ଦେଖୁଛି, ତେବେ ସେମାନଙ୍କୁ ନୂଆ କିଛି କରିବାକୁ ଚେଷ୍ଟା କରିବାନି, ମାନେ କେବେ ବି ଚେଷ୍ଟା ସେ କରିବେନି। ସେମାନେ ଡରିଯିବେ କି ଭୁଲ ହେଲେ କଣ କାଳେ କହିବେ, ହାତ ଟେକିବି ନା ଟେକିବିନି, ଯଦି ଟେକିବି ଯଦି ବେଶୀ ଜଣ ଲୋକ ବସୁଛନ୍ତି, ପିଲା ବସୁଛନ୍ତି, ତାଙ୍କ ବେଜିତ କରିଦେଲେ ଆମେ ଡରନ୍ତି। ହେଲା, କିନ୍ତୁ ଏଇ କ୍ରିଏଟିଭିଟି ୟାକୁ ବହୁତ ହି ଆଫେକ୍ଟ କରେ। ଗୋଟେ
ନିଜେ ଯେହେତୁ ଡିସିସନ ମେକିଂ ର ପାୱାର ତାଙ୍କର ବଢିଥାଏ, ସବୁ ଜିନିଷର ତାଙ୍କର ପାୱାର ବଢିଥାଏ, ତାହେଲେ ଏସବୁ ଜିନିଷରେ ମଧ୍ୟ ତିନିଟା ରିଲାକ୍ସେସନ ଦବ ହେଲା। ତାପରେ କହିଛି emphasis on evaluation. Emphasis on evaluation कौन ये देती? Now, if students are constantly reminded that they will be graded, they will focus on that instead of the art making process. ଯଦି ଆମେ ସବୁବେଳେ ପିଲାଙ୍କୁ ମ୍ୟାଥ୍ ବିଷୟରେ କହିବା ହେଲା, ମ୍ୟାଥ୍ ବିଷୟରେ କହିବା ବା ତାଙ୍କ କାମକୁ ଗ୍ରେଡ୍ ମିଳିବ ବୋଲି କହିବା, ତେବେ ଛୁଆ ଆର୍ଟ ବନେଇବାର ମଜା ହରାଇ ଦେବେ। ସେମାନେ ସବୁବେଳେ ଭାବିବେ ମତେ କେତେ ମାର୍କ ମିଳିବ ହେଲା, ନିଜ ଭିତରେ ଭାବନାକୁ ପୁରା ଏକ୍ସପ୍ରେସ ଆଉ କରିପାରିବେନି, ଆନନ୍ଦରେ ଆର୍ଟ ଆଉ କରିପାରିବେନି। ସବୁବେଳେ ମାଇଣ୍ଡ ରଖିବେ ହେ ମୁଁ ଏଇଭଳିଆ ଯଦି ଆର୍ଟ କଲି ତାହେଲେ ମତେ କେତେ ମାର୍କ ଏଥିରେ ମିଳିବ। ସେ ଆଉ ସେ ବ୍ୟୁଟି ଟାକୁ ଅନୁଭବ କରିକି ସେଇ ହିସାବରେ ଆଉ କରିବ ନାହିଁ ହେଲା। ଏଇଟା ହଉଛି 3 ନମ୍ବର କଣ କହିଛି? କମ୍ପିଟିସନ। କମ୍ପିଟିସନ କଣ ଦେଲା? Every child progress at a different pace of teacher should allow for that instead of ପ୍ରତ୍ୟେକ ଛୁଆ କଣ ନିଜର ପେସରେ ଶିଖିଥାନ୍ତି, ନିଜର ଇଚ୍ଛାରେ ଶିଖିଥାନ୍ତି। ଯଦି ଆମେ କଣ କରିବା ନା ସବୁବେଳେ ପିଲାଙ୍କୁ କମ୍ପେୟାର କରିବା ତାହେଲେ ତାଙ୍କର କଣ ହବ ନା ତାଙ୍କର କ୍ରିଏଟିଭିଟି ଆଫେକ୍ଟ ମାନେ ଯୋଉଟା ଥାଏ ଆଫେକ୍ଟ ହେଇଥାଏ କ୍ରିଏଟିଭିଟି ସେଟା ଆଉ ହବନି ହେଲା। ସେ ଫ୍ରି ହେଇକି କିଛି କାମ କରିପାରିବେନି। ସବୁବେଳେ ତାଙ୍କର କଣ ନା କମ୍ପିଟିସନ ର ପ୍ରେସର ରହିବ, ହେ ସିଏ ମୋଠୁ ଅଧିକ କରିଦବ, ମତେ ତାଠୁ ଅଧିକ ଭଲ କରିବାର ଅଛି, କମ୍ପିଟିସନ ର ପ୍ରେସର ରହିବ। ସେ ଆଉ ସେଇ ହିସାବରେ ତାକୁ ଭଲ ଭାବରେ ଦେଖିକି ହେଲା ତାଙ୍କ ଉପରେ ଗୋଟେ ପ୍ରେସର ପଳେଇ ଆସିବ କି ସେ ମାନେ ଆଗରୁ ଯୋଉ ହିସାବରେ କରୁଥିଲେ ସେମିତି ସେଇ ହିସାବରେ ଯେମିତି କରିପାରିବେନି ହେଲା। ତାପରେ ଦେଲା pressure. Pressure କଣ ନା expectations that are unrealistic often result in pupil development and advisory to a project. Aversion to a project. ଯଦି ଆମେ କଣ ନା ଅତିରିକ୍ତ ଆଶା ରଖିବା ଏକ୍ସପେକ୍ଟେସନ ରଖିବା କି ପିଲାମାନେ ସବୁ କଣ ନା ପ୍ରଫେସନାଲ ଭଳି କାମ କରିବେ, କ୍ଲାସରେ ଟପ୍ କରିବା ଦରକାର, ତେବେ ଛୁଆ ମାନେ ପ୍ରେସରରେ ଆସିଯିବେ କି ଏଇ ଡର ତାଙ୍କୁ କଣ ନା ତାଙ୍କର କ୍ରିଏଟିଭ ମାଇଣ୍ଡ ସେଟ କୁ ହିଁ ଅଟକେଇ ଦବ। ସେ ଆଉ କିଛି ଭାବି ପାରିବେନି, ସେ ଖାଲି ଭାବିବେ କି ହଁ ମତେ ପାସ୍ କରିବାର ଅଛି ହେଲା। ତାପରେ ସେମିତି 5 ନମ୍ବରରେ କହିଛି କଣ ନା ହଉଛି restricting choice, ଯୋଉଟା କି if you tell pupil what they should do, how to do it, what colors to use, what themes to work on, they are not allowed to follow their creative and passion. କଣ କହିଛି? ଯଦି ଆମେ ଛୁଆଙ୍କର ସବୁ ଚଏସ କୁ କଣ୍ଟ୍ରୋଲ କରିବା, ଯେମିତି କି ଏଇ ଟାଇପ ଚିତ୍ର କର ଆଉ ଏଇ ଟାଇପ ର ରଙ୍ଗ ବ୍ୟବହାର କର, ତେବେ ସେ ନିଜର କଣ କରିବ ନା ଭିତର ଡିସିସନ ଭାବନା ବା ଇଣ୍ଟରେଷ୍ଟ କୁ ବାହାର କରିପାରିବ ନାହିଁ। ସେମାନେ ଯୋଉଥିରେ ଇଣ୍ଟରେଷ୍ଟ ରଖିଥାନ୍ତେ ସେଇ ହିସାବରେ କାମ କଲେ ରେଜଲ୍ଟ ବି ଭଲ ଆସିବ। ଆମେ ଯେ କହିବ ଏଟା ତୁ ଏମିତି କରେ, ଏଇ କଲର ଟା ଏଇଠି ଦିଏ, ସେ କଲର ଟା ସେଠି ଦିଏ, ଏମିତି ଭଲ ଲାଗିବ, ତାହେଲେ ସିଏ ଆଉ କଣ କଲା, ସିଏ ତ ଆଉ କିଛି କହିବନି, ଚୁପ ହେଇକି ବସି ପଡିବ ହେଲା। ତାପରେ ବି ଏବେ କଣ କହିଛି ନା ଆର୍ଟ ଫର କିନ୍ ଅବଜରଭେସନ ଆଣ୍ଡ ସେନ୍ସ ଅଫ appreciation କଣ ଦେଇଛି? Keen observation which reflect act and science at the art center. The idea behind keen observation is the close examination and investigation of a subject's natural object, phenomenon on process ହେଲା। ତ କଣ କହୁଛି ତ କିନ୍ ଅବଜରଭେସନ ମାନେ ହଉଛି କଣ, ଗୋଟେ ବଡ ଧ୍ୟାନ ଦେଇ କିଛି ଗୋଟେ ଜିନିଷକୁ ଦେଖିବା ହେଲା, ଆଉ ସେଟାକୁ ଶିଖିବା। ତୁମେ କଣ ଦେଖିଲ, କଣ ତମ ମାଇଣ୍ଡ ରୁ କୋଉ ଆଟ୍ରାକ୍ଟ କଲା, ଏଇ ଜିନିଷଟି ତୁମକୁ କାହିଁକି ଭଲ ଲାଗିଲା, କଣ ନୂଆ ଜିନିଷ ଶିଖିବାକୁ ମିଳିଲା, ଏମିତି ଟାଇପର ଯଦି କ୍ୱେଶ୍ଚିନ୍ ଆମେ କଣ କରିବା ନା ହଉଛି ଏହା ଦ୍ୱାରା ଆମେ କଣ ନା ପିଲାମାନଙ୍କର ଅବଜରଭେସନ କ୍ୟାପାସିଟି କୁ ବଢେଇ ପାରିବା ଏମିତି କ୍ୱେଶ୍ଚିନ୍ କରିକି। ତାଙ୍କ ଭିତରେ କ୍ୟୁରିଓସିଟି ବଢିବ ଆଣ୍ଡ ଆର୍ଟ ଆଉ ସାଇନ୍ସ ଦୁଇଟା ଫିଲ୍ଡରେ ଆମର କଣ ନା ତାଙ୍କର ଭଲ ହବ ଏମିତି। ତାପରେ କହିଛି ଏଥିରେ କଣ ଗୋଟେ ଫାର୍ଷ୍ଟ ନା ଦେଖ ଅବଜରଭେସନ ହେଲା, observation made sense of appreciation of art in the following manner. କଣ ଦେଲା? first recognition of the quality, value, significance or magnitude of people and things.
तो कौन कहते ऑब्जर्वेशन द्वारा गोटे पिला गोटे आर्ट रो बा जिनिस कौन जिनस क्वालिटी वैल्यूज इम्पोर्टान्स ए सब बुझी पारे जिते भल ऑब्जर्वेशन हब सेते अधिक क्लारिटी हमर आसीबो तापर 2 नंबर देला ए जजमेंट ऑफ ओपिनियन एक्सप्रेसियल ए फॉरएवर फेवरेबल वन मनर ओपिनियन आउ जजमेंट करबा आसीबा दरकार आमे कौन भाबुछु आम ओपिनियन कौन एही काम भल लागिला काहेंकी भल लागिला ए प्रकार चिंता हमर कौन ना डेभलप करे थाए तो छुआ निजर मन रे क्रिटिकल थिंकिंग करि पारिबे तापर 3 नंबर रे रहछि an expression of gratitude an expression of gratitude माने होची कोन ना जत्ते बेले हमें काहा को धन्यवाद दोछंती थैंक्स दोछंती बा तांको काम पई हमरो कोन ना होची माने आम काम जति हेची खाली तांकर ही पई से जोटा हम जणांते सेटा हे गला आमे जणेबाकू सबरे ट्राई करू जे कोन ना आमे तांको काम को भलो भाबरे बुझिछु आ तांको सहज हला भलिया कथा करूछु awarenesses or delicate perceptions especially of aesthetic qualities or values आमे जेतेबेले जिनिसर भीतर सुंदरता बुझी पारू अट्रैक्टिकली ताको देखि पारू एटा होउछ हमरा कोन ना आर्ट एप्लीकेशन बोलो हमें कहबा आर्ट एप्लीकेशन तापर कहछि 5 रे ए राइज इन वैल्यू और प्राइस एक्सपेशली ओवर टाइम माने कौन ना किछि जिनस समय सहित अधिक मूल्यवान हमर होइथाय जेमति कि हमर आर्ट आज एक साधारण चित्र आगामी दिन रे कौन गोटे बहुत इंपोर्टेंट होई परिबो गोटे आर्ट भाबो केमति कोन एमति आंकुचंती गोटे आर्ट से माने बिक्री करचंती 10,000 15,000 20,000 और लोक भी सेगुडा को नौ भी छंती हैला तापर कहछि assessment of the true worth or value of କଣ ଏଟା କହୁଛନ୍ତି ହେଲା expression of gratitude ହେଲା expression gratitude expression gratitude ମାନେ ହଉଛି କଣ ନା ଆମେ ଜାଣିବାକୁ ସବୁ ଟ୍ରାଏ କରୁଛୁ ଭଲ କାମ ହେଇছে ଏବେ 4 ନମ୍ବର ଗଲା କଣ awareness of delicate perception especially of aesthetic qualities of value ଆମେ ଯେତେବେଳେ କଣ ନା ଜିନିଷର ଭିତର ସୁନ୍ଦରତା ବୁଝିପାରୁ aesthetically ତାକୁ ଦେଖିପାରୁ ଆଉ ଏଇଟା ହେଉଛି ହିଁ ଆର୍ଟ ଆପ୍ରିସିଏସନ ହେଲା ତାପରେ କହିଛି rise in values or price especially over time ମାନେ କଣ ନା କିଛି ଜିନିଷ ସମୟ ସହିତ ଅଧିକ ମୂଲ୍ୟବାନ ହୁଏ ଯେମିତି କି ଆମର କଣ ନା ଆର୍ଟ ଆଗାମୀ ଦିନରେ ବହୁତ ସାରା ଟଙ୍କା ସେ କମେଇବ ସେ କଥା କୁହାଯାଇଛି ତାପରେ 6 ନମ୍ବର କହିଛନ୍ତି assessment of the truth over the values of personal of things ଆମେ କଣ ନା କାହାର କିଛି ଆର୍ଟ କିମ୍ବା ଗୋଟେ ବ୍ୟକ୍ତିର ଟ୍ରୁ ଭ୍ୟାଲୁ କଣ ନା ସେତେବେଳେ ବୁଝିପାରିବା ଯେତେବେଳେ ଆମେ ପ୍ରପରଲି ଅବଜର୍ଭ କରୁ ଏବଂ ଆନାଲିସିସ୍ କରିଥାଉ ତାପରେ କହିଛି କଣ ନା perceptive recognition of qualities as in art ଜଣେ ଆମର ଛାତ୍ର ଯଦି ଗୋଟେ ଚିତ୍ରର ଭିତର ରୂପ ରଙ୍ଗ ଭାବ ଭଲ ଭାବେ ଜାଣିପାରେ ତେବେ ସେ ତାର ଟ୍ରୁ କ୍ୱାଲିଟି ଏବଂ ଫିଲୋସଫି ମଧ୍ୟ ବୁଝିପାରିବ an increase in values as of good or property କିଛି କାମ କର କିଛି କାମ ସମୟ ସହିତ ଅଧିକ ମୂଲ୍ୟବାନ ହୋଇଯାଏ ଯେମିତି କି ଗୋଟେ ଭଲ ଆର୍ଟ ଗୋଟେ ଫିଲ୍ମ କିଛି ମ୍ୟୁଜିକ ମେ ବି ଆଜି ଗୋଟେ ଆର୍ଟ ର କଣ ନା ଭ୍ୟାଲୁ ଆମର ହେଇପାରିବ ଆର୍ଟ ଗୋଟେ ଆସିକି ଯୋଗ ହେଇ ପାରିବ ତାପରେ ଗଲା a written review of book etc especially when favorable ଯେତେବେଳେ ଆମେ କଣ ନା ଗୋଟେ ଆର୍ଟ କିମ୍ବା କାମ ବିଷୟରେ ଲେଖି ମତ ଦେଇଥାନ୍ତି written review ବୋଲି ତାକୁ କୁହାଯାଏ ଆଉ ଏଇ ରିଭ୍ୟୁ ଅନ୍ୟମାନଙ୍କୁ ବି ବୁଝିବାରେ ସାହାଯ୍ୟ କରିଥାଏ ହେଲା ତାପରେ ଦେଖି 10 powerful truth about appreciation
କଣ 10 truth ସବୁ everyone want appreciation and need it ଏଟା ଗୋଟେ ବି ହବ ପ୍ରତ୍ୟେକ ଲୋକ ସମସ୍ତେ ଚାହାନ୍ତି କି ଆ ପାଇଁ appreciation ତାଙ୍କୁ ମିଳୁ ହେଲା ସେମିତି ଯେମିତି କୁହନ୍ତୁ ହଁ ବହୁତ ବଢିଆ ହେଇଛି ତ ଚାହିଁକି ଛୋଟ ଛୋଟ ଜିନିଷ ହଉ କି ବଡ ଜିନିଷ ହଉ ସମସ୍ତେ କଣ ନା ପସନ୍ଦ କରନ୍ତୁ ତାପରେ your act need not to be big or elaborate appreciation ହେଲା କଣ କହୁଛି ଦେଖିବା ସେ ମ୍ୟାମ୍ କହୁଛି appreciation କଣ? ନାଇଁ 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 your act need not be big or elaborate ହେଲା ଏଇଟା ଦେଇଛି ତ ଆମେ କିଛି ଗୋଟେ କଣ ସମସ୍ତଙ୍କ ସମସ୍ତେ କେମିତି ଆମକୁ ଭଲ କୁହନ୍ତୁ ହେଲା ଆମକୁ ଟିକେ ହଉଛି ସମସ୍ତେ କେମିତି ଦେଖନ୍ତୁ ଆମ କାମକୁ ଟିକେ ଦେଖନ୍ତୁ ତ ସେଇଟା କରିବା ପାଇଁ କିଛି କଣ ନା ଅଧିକା କରିବା ଆମର ଦରକାର ନାହିଁ ହେଲା କିଛି ଗୋଟେ ଅଧିକା ଆମେ କରିବା ଅଧିକା କିଛି କରିବା ଦରକାର ନାହିଁ ଛୋଟ ଗୋଟେ ୱାର୍ଡ ହଉ କିଛି ଗୋଟେ ସ୍ମାଇଲ ହଉ କିମ୍ବା କିଛି ଗୋଟେ ଅଭିନୟ ହଉ ଏଇଟା ହିଁ ବଡ କାମ କରିପାରେ ହେଲା କିଛି ଗୋଟେ ଆକ୍ଟ ଆମେ କରିବା ମାନେ କିଛି ଗୋଟେ କଣ ନା ହଉଛି ଅଧିକା ଯେ କରିବା ଗୋଟେ ଆକ୍ଟ କରିକି ଗୋଟେ ବଡ ପ୍ରହସନ କରିବା ସେଟା କିଛି ଦରକାର ନାହିଁ ସ୍ମଲ ଛୋଟ ଜିନିଷ ହେଲେ ବି ଟିକେ ହସିଦେଲେ ଗୋଟେ ୱାର୍ଡ କହିଦେଲେ ସେଟା ମଧ୍ୟ ଗୋଟେ ଭଲ ଆପ୍ରିସିଏସନ ଆମକୁ ମିଳିଥାଏ ହେଲା ଆଚ୍ଛା ତାପରେ 3 ନମ୍ବରରେ କଣ କହିଛି ନା ଲେଖିଛି ଇଟ ସୁଡ ବି ପର୍ସନାଲ ମାନେ କଣ ନା ଆମର ଆପ୍ରିସିଏସନ ଯାହାକୁ ଦଉଛୁ ତାହା ଗୋଟେ କଣ ଗୋଟେ ପର୍ସନାଲ ଓପିନିଅନ ହେବା ଦରକାର ଏଟା ଗୋଟେ ହେଲା ଏ କପି ପେଷ୍ଟ ଆମେ ଆଜି ଆଣି କରିଦବା ସେ କପି ପେଷ୍ଟ ନୁହେଁ ମନରୁ ଆସୁଥିବା ଆପ୍ରିସିଏସନ ହିଁ ଦେବା ଦରକାର ଆମେ ମନରୁ ଆସୁଛି କି ହଁ ସେ ବଢିଆ ଗୀତ ଗାଇଲା କି ବଢିଆ ଚିତ୍ରଟା ଆଣିଥିଲା ସେଇଟା କରିବା ଦରକାର ଯାଇକି କୋଉଠି ଗୁଗଲରୁ ସର୍ଚ୍ଚ କରିକି ଜେମିନାଇକୁ ଦେଇକି ସେଗୁଡାକ ଦେଲେ କିଛି ଦରକାର ନାହିଁ ତାପରେ ଦେଇଛି ୟୁଜ ୟୁର କ୍ରିଏଟିଭିଟି ତ ଆମେ ଯେତେବେଳେ କାହାକୁ ଆପ୍ରିସିଏଟ କରୁଛୁ ସେଥିରେ ଆମେ କଣ ନା କ୍ରିଏଟିଭିଟି ସହିତ ଆପ୍ରିସିଏସନ କଲେ ତା କଣ ନା ଅଧିକ ଇମ୍ପାକ୍ଟଫୁଲ ହେଇଥାଏ ଯେମିତି କି କିଛି ଗୋଟେ ହ୍ୟାଣ୍ଡମେଡ କାର୍ଡ ହେଇଗଲା ହେଲା କିଛି ଗୋଟେ କଣ ନା ହଉଛି କିଛି ଗୋଟେ ଗୀତଟେ ହେଇଗଲା କିଛି ଗୋଟେ ଭିଡିଓ ଏଡିଟିଂ କରିକି ହେଇଗଲା ୟୁଜ ୟୁର କ୍ରିଏଟିଭିଟି ତମ ଜଣେ କାହା ଗୋଟେ ବର୍ଥଡେ ଅଛି ଆମେ କଣ କହୁଛନ୍ତି ଆମେ ତାର ଗୋଟେ ଫଟୋଟେ ଏମିତି ଏଡିଟ କରିକି ଦେଇ ଦଉଛନ୍ତି ଷ୍ଟାଟସ ରେ ଭିଡିଓ କରିକି ଦେଇ ଦଉଛନ୍ତି ହେଲା ନିଜର ଇମ୍ପାକ୍ଟଫୁଲ ୱାର୍କ ରେ ଆମେ କିଛି ଗୋଟେ କରିବା हेलो मैम। ସରପ୍ରାଇଜ ହଁ मैम एठी आर्ट माने वे ऑफ लिविंग ना क्रिएटिविटी वर्क किछि गोटे କ୍ରିଏଟିଭିଟି ୱାର୍କ এটা ଯୋଉ ୟୁଜ ୟୁର କ୍ରିଏଟିଭିଟି ଯୋଉ କହୁଛ ସେଇଟା मीन्स एटा वे ऑफ लिविंग ऊपर को माने डिस्कशन चलिछि ना क्रिएटिविटी वर्क किछि गोटे क्राफ्ट जेमति ନାଇଁ ୱେ ଅଫ ଲିଭିଂ ତ ଉପରେ ଗଲା ନା ଯୋଉଟା କି ହ୍ୟୁମାନ ଡେଭଲପମେଣ୍ଟ ପାଇଁ କେମିତି ଆର୍ଟ ଆମର ଦରକାର ସେ ସବୁ ୱେ ଅଫ ଲିଭିଂ ଇଏ ପାଇଁ ଗଲା କି ହଉଛି ଆମର ଲିଭିଂ ଷ୍ଟାଇଲ ଇଏ ଉପରେ ବି ବହୁତ ସାରା ଇମ୍ପାକ୍ଟ ଆମକୁ ପକେଇଥାଏ ଯେମିତି କି ଆମେ ଧର କିଛି ଗୋଟେ ଆର୍ଟ ଆମେ ଯଦି କରୁଛନ୍ତି ସେଥିରେ କଣ ହାତର ମୁଭମେଣ୍ଟ ଆମର ହଉଛି କି ଆମେ ସେଥିରେ ଗୋଟେ କ୍ରିଏଟିଭ ଦିମାଗ ଆମେ ପାଉଛନ୍ତି ତ ସେମିତି ଯଦି ଆର୍ଟ ରୁ ଆମେ ଏସବୁ ଜିନିଷ ପାଇଲେ ତାହେଲେ ସେ ସବୁ କଣ ଆମ ଦେହ ଆମେ ଯଦି ମନ ସବୁବେଳେ ଖୁସି ରହିବ ଗୋଟେ ଆର୍ଟ ଆମେ କରୁଛନ୍ତି ସେଟାରେ ଯଦି ଟାଇମ ଦଉଛନ୍ତି ଆମେ ଖୁସି ହଉଛନ୍ତି ଯଦି ମନ ଯେତେବେଳେ ଖୁସି ହବ ତାହେଲେ କଣ ତମ ୱେ ଅଫ ଲିଭିଂ ବି ଭଲ ରହିବ ଆଉ ୱେ ଅଫ ଲିଭିଂ ଯଦି ଭଲ ରହିବ ଯୋଉଠି ତମେ 10 ବର୍ଷ ବଞ୍ଚିବା ଜାଗାରେ ସେଠି ତମେ 20 ବର୍ଷ ବଞ୍ଚିବ ତ ସେଇଟା ହଉଛି ୱେ ଅଫ ଲିଭିଂ ଥିଲା ଯୋଉଟା ହ୍ୟୁମାନ ଡେଭଲପମେଣ୍ଟରେ ଆମର ଆର୍ଟ କେମିତି କାମ କରୁଥିଲା ଆଉ ଏଇଗୁଡାକ ଯୋଉ ଜିନିଷ ଗୁଡାକ ପାୱାରଫୁଲ ଟ୍ରୁଥ ଗୁଡା ଅଛି ସେ କହୁଛି କି 10ଟା ପାୱାରଫୁଲ ଟ୍ରୁଥ ଆମର ଅଛି ଯୋଉଟା କି ଆପ୍ରିସିଏସନ ପାଇଁ ହେଲା ଯୋଉଟା ଏବାଉଟ ଆପ୍ରିସିଏସନ କେମିତି ଆମେ କଣ ନା ହଉଛି ଯଦି ସମସ୍ତେ ଚାହାନ୍ତି କଣ ଟିକେ ମତେ ଟିକେ ଆପ୍ରିସିଏସନ ମିଳୁ ବୋଲି ସବୁ କଥାରେ ଯଦି ମୁଁ କିଛି ଗୋଟେ ଭଲ କାମଟେ କରିଛି ମତେ ଟିକେ ଆପ୍ରିସିଏସନ ଦେଲେ ମତେ ଭଲ ଲାଗିବ ସେଟା ବଡ ନହେଲେ ବି ହବ ଛୋଟ ହେଲେ ଚଳିବ ଆଉ ତୁମ ଖାଲି ଯେ ଏତେ ପ୍ରହସନ କରିକି ଦେଖେଇକି କରିବ ସେମିତି କିଛି ଦରକାର ନାହିଁ ଗୋଟେ ଛୋଟ ଜିନିଷ ହେଲେ ବି ସେଟା ହବ ଆଉ ଏଇଟା ପର୍ସନାଲ ମାନେ ହଉଛି ଧର ତମେ ଆପ୍ରିସିଏସନ ଯାହାକୁ ଦଉଛ ସେଟା ହଉଛି ପର୍ସନାଲ ଓପିନିଅନ ତମର ହବା ଦରକାର ଯେମିତି କି ନୁହେଁ କି କୋଉଠୁ ଗୋଟେ କପି କରିକି ଆଣି ପେଷ୍ଟ କରିଦେଲ ଯେମିତି କି ଗୋଟେ ଜନ୍ମଦିନ ହେଲା କିଛି ଗୋଟେ ଆଣିକି ଆମେ କପି ପେଷ୍ଟ କରିଦେବା ସେଟା ନୁହଁ ଆଉ ୟୁଜ ୟୁର କ୍ରିଏଟିଭିଟି ମାନେ ହଉଛି ତମର କ୍ରିଏଟିଭିଟି ଦ୍ଵାରା
ଯାହା ତମେ କରିପାରିବ ସେମିତିଆ ଟାଇପ ର କିଛି ଗୋଟେ ଆପ୍ରିସିଏସନ ତମେ ଦେଇପାରିବ। ଧର ତମର ହଉଛି ତମକୁ ବହୁତ ଭଲ ଲାଗିଛି ତାଙ୍କୁ ଦେଖା ହେଇକି ତାଙ୍କ ସହିତ କଥା ହେଇକି ତମକୁ ବହୁତ ଭଲ ଲାଗିଛି, ତମେ ତାଙ୍କ ପାଇଁ କିଛି ଗୋଟେ କରିବା ପାଇଁ ଚାହୁଁଛ, ତ ତମ ନିଜର କ୍ରିଏଟିଭ ଦିମାଗ ଲଗେଇ କିଛି ଗୋଟେ କର। ଏମିତି ନୁହେଁ କି ଆମେ ତ ବଜାରରୁ ବୁକେ ବି ପାଇବା ତ ତାକୁ ଆଣିକି ଦେଇଦବା, ସେମିତି ନୁହେଁ। ତମର ହ୍ୟାଣ୍ଡମେଡ ର କିଛି ଗୋଟେ କାର୍ଡଟେ କର, କିଛି ଗୋଟେ ଆପ୍ରିସିଏସନ ଜିନିଷ ତମକୁ ତମ ମନରୁ କିଛି ଗୋଟେ ଲେଖ। ଏଇଟା ହିଁ ଇମ୍ପାକ୍ଟଫୁଲ ହୁଏ, ଏଇ କଥା ସେ କହୁଛି। ବୁଝିଲ? यस मैम। ହଁ। ତାପରେ କହିଛି ସରପ୍ରାଇଜେସ୍ ଆର୍ ଗୁଡ୍। ତ କଣ, ଯେତେବେଳେ କୌଣସି ଆମର ଏକ୍ସପେକ୍ଟେସନ ସବୁ ନଥାଏ ସେ ଟାଇମରେ କଣ ନା ଆପ୍ରିସିଏସନ ଦେଲେ ଲୋକେ ଅଧିକ ଖୁସି ହୁଅନ୍ତି। ତେଣୁ କଣ ନା କେବେ କେବେ ଆମେ କଣ ନା ସରପ୍ରାଇଜ ମଧ୍ୟ କାହାକୁ କାହାକୁ ଦବା ଦରକାର। ଦେଖନ୍ତୁ ତମ ଧର କିଛି ଗୋଟେ ବର୍ଥଡେ ହେଇଥିବ, ତମେ ଭାବୁଥିବ ହେ ମୋ ଘର ଲୋକ ସବୁ ଭୁଲିଗଲେ, ତମେ ତମର ଯିବ ଯାଇକି ପଢାପଢି କରିକି ଯାଇକି କାମ ଫାମ କରିକି ସବୁଆଡେ ବୁଲି ବାଲିକି ମନ ଟିକେ ଇଏ କରିକି ଗୁଣା କରିକି ଆସୁଥିବ, ତମେ କଣ ସେମିତି ଆସିଥିବ ହେଲା। କିନ୍ତୁ ତମର ବି କିଛି ଯେତେବେଳେ ଏକ୍ସପେକ୍ଟେସନ ନଥିବ କି ଇଏ ମୋ ପାଇଁ କଣଟେ କରିଥିବ ବୋଲି। କାହିଁକି ନା ଆମର ସିନା ଏଟା କୋଉ ଏଜ କଥା କହୁଛି ନା ହଉଛି ଯେତେବେଳେ ପିଲାମାନେ ଛୋଟ ଥାଆନ୍ତି ସେତେବେଳେ ତାଙ୍କର ଏକ୍ସପେକ୍ଟେସନ ଥାଏ କିନ୍ତୁ ସେଟା ଫୁଲଫିଲ ହେଇନଥାଏ ବୋଲି ସେମାନେ ମନ ଦୁଃଖ କରିଥାନ୍ତି। କିନ୍ତୁ ଯେତେବେଳେ ଆମେ ବଡ ହେଇଯାଇଥାନ୍ତି ଆମର କିଛି ଏକ୍ସପେକ୍ଟେସନ ସବୁ ନଥାଏ, କିନ୍ତୁ ତଥାପି ଆମକୁ ବେଳେ ବେଳେ ଯେତେବେଳେ ଆମକୁ ସରପ୍ରାଇଜ ଦେଇ ଦିଅନ୍ତି, ଆମେ ଧର ଅଫିସ ଯାଇଥିବେ, ଅଫିସରୁ ଫେରିବା ଆମ ପାଇଁ କିଛି ଗୋଟେ ସରପ୍ରାଇଜ ସବୁ ରଖିଥିବେ, ତ ସେଗୁଡା ସରପ୍ରାଇଜ ଦେଲେ ଆମେ କଣ ବହୁତ ସାରା ଖୁସି ହେଇଯାଆନ୍ତି। ତ ସରପ୍ରାଇଜେସ୍ ଆର୍ ଗୁଡ୍, ସରପ୍ରାଇଜ ମଧ୍ୟ କେବେ କେବେ ରଖିବା ଦରକାର। ସିନସିୟରିଟି କାଉଣ୍ଟ, ଏଟା କଣ ନା ହଉଛି ଏହି ଆପ୍ରିସିଏସନ କଣ ନା ଦେଖୁନୁ ହଉଛି ହେଲା। ସିନସିୟରିଟି କାଉଣ୍ଟ କଣ ନା ହଉଛି ଆପ୍ରିସିଏସନ ସତ କଥା ଆଉ ମନରୁ ଆସିଥିବା ଦରକାର ହେଲା। ମିଛ ଆପ୍ରିସିଏସନ କେବେ ବି ପ୍ରଭାବ ପକାଏ ନାହିଁ। ତମେ ତା ପଛରେ କଥା ହଉଥିବ ଗପୁଥିବ ତା ନାଁରେ, କିନ୍ତୁ ଉପରେ ହଁ ଆପ୍ରିସିଏସନ ତାକୁ କରୁଥିବ, ହଁ ହଁ ଭଲ ପଢଉଛୁ ଇଏ କରୁଛୁ ସେ କରୁଛୁ ଏମିତି କହୁଥିବା, ତାହେଲେ ଏଗୁଡା ମିଛ। ତ ସିଏ ଯଦି ଜାଣିଛି ତମେ ଏମିତି ଟାଇପ ର କଥା ହଉଛ, ଉପରେ ଯଦି ଭଲ ଯେତେ ହେଲେ ତାକୁ ଭଲ ଲାଗିବନି। ତାପରେ କହୁଛି ପ୍ଲାନ୍। ପ୍ଲାନ୍ କଣ ନା କେବେ କେବେ ଭଲ ଭାବେ ଗୋଟେ ଆପ୍ରିସିଏସନ କରିବା ପାଇଁ ପ୍ଲାନିଂ ଦରକାର ହୋଇଥାଏ। ଯେମିତି କି କୋଉ ଦିନ କୋଉ ସମୟ କଣ କହିବା ଆଉ କଣ କହିବାର ୱେ କେମିତି ରଖିବା ହେଲା, ଏସବୁ ଉପରେ ଧ୍ୟାନ ଦେଇଥାଏ ବେଳେ ବେଳେ ଆପ୍ରିସିଏସନ ସବୁ। ତ ସେଥିପାଇଁ ପ୍ଲାନ୍। ତାପରେ ଆସିଲା ଗିଭ୍ ଫ୍ରମ୍ ୟୋର ହାର୍ଟ। ତ କଣ ନା ଆପ୍ରିସିଏସନ ସବୁବେଳେ ଆମ ମନରୁ ଆସିବା ଦରକାର, ବାହାରକୁ କେବଳ ଶୋ କରିବା ପାଇଁ ନୁହେଁ, ସବୁବେଳେ ମନରୁ ହିଁ ଆସିବା ଦରକାର। ମେକ୍ ଇଟ୍ ମେମୋରେବଲ। ଆପ୍ରିସିଏସନ ଏମିତି ହେବା ଦରକାର ଯାହା କଣ ଲୋକ ଭୁଲି ପାରିବେନି କେବେ। ଏଥିରେ ଅନୁଭୂତି ରହିଛି, ବହୁତ ସାରା ସମ୍ପର୍କ ରହିଛି, ରିଲେସନସିପ ରହିଛି, ଭଲ ପାଇବା ରହିଛି, ଏସବୁ ରହିବା ଦରକାର ଗୋଟେ ଆପ୍ରିସିଏସନ ଭିତରେ ହେଲା। ତାପରେ ହଉଛି 10 ନମ୍ବର କହିଛି ୟୁ ସାଲ୍ ଗେଟ୍ ମୋର ଦାନ ୟୁ ଗିଭ୍। ଯେତେବେଳେ ଆମେ କଣ ନା ଆପ୍ରିସିଏସନ ଦେଇଛନ୍ତି ସେତେବେଳେ ଆମେ ଅନ୍ୟ ଲୋକଙ୍କ ମନ ବି ଜିତୁଛନ୍ତି, ଏବଂ ଏହି କାମ ଆମକୁ କଣ ଅନ୍ତରରୁ ଖୁସି ମଧ୍ୟ ଦେଉଛି। ଆଉ ଆମେ ଅନ୍ୟକୁ ଯେତେବେଳେ ଖୁସି ଦେଲେ ଆମକୁ ତାଠାରୁ ଅଧିକ ଖୁସି ମିଳୁଛି। ତ ସେଇଟା ହିଁ ଗୋଟେ ହଉଛି ଭଲ କଥା ହେଲା। ଏଇଟା ହଉଛି ଆମର 10 truthful powerful truth about appreciation sorry ହେଲା। ବୁଝିପାରିଲ ନା କାହାର କିଛି ଡାଉଟ ରହିଲା?